ଶ୍ରୀମଦ୍ଭାଗବତ ନବମ ସ୍କନ୍ଧ ବିଂଶୋଧ୍ୟାୟ ଶ୍ରୀଶୁକୋବାଚ ଶୁଣ ପରୀକ୍ଷା ନଟମଣି ସେ ପୁରୁ ବଂଶର କାହାଣୀ ଯେବା ଯେମନ୍ତ କଲେ କର୍ମ ସେ ବଂଶ ମଧ୍ୟ ତୋର ଜନ୍ମ ସେ ବଂଶେ ରାଜଋଷି ଯେବେ ସଂକ୍ଷେପି କହୁ ରାଜା ତୋତେ ସେ ବଂଶେ ରାଜଋଷି ଯେତେ ସଂକ୍ଷେପି କହୁ ରାଜା ତୋତେ যে পুত্র জন্ম যে নাম সে পুরু বংশে পুণ্য ধাম তাহার হইলা নন্দন নাম তাহার প্রতিনয়ন প্রবীর তাহার কোন কুমার মনুষ্য তার বংশধর তার তনয় গুরুপদ শুদ্ধতা পুত্র মহাযুদ্ধ ঐক্য জাতি তার সন্ততি তহু রুদ্রাস উৎপত্তি রুদ্রাস তাহার তনয়ে তহু 10 পুত্র হুয়ে ঘুতিচি অপসরা গর্ভে পুত্র হইলে বহু ভাবে কিয় ବା କରିବା ଉପମା ଶୁଣ ହେ ତାହାଙ୍କ ଉପମା ଶୁଣ ହେ ତାହାଙ୍କର ନାମ ଉତେଷୁ ଋଷେୟୁ ଏବେ ସ୍ଥଣ୍ଡି କେଉ କେତୁ ଘେନି ଜଳେଉ ସନ୍ନିତେଉ ଦୁଇ ଧର୍ମେଉ ସତେୟୁ ବୋଲାଇ ବ୍ରତେୟୁ ବଳେୟୁ ଏ 10 ଅପୁରୀ ଗର୍ଭେ ପୁରୁ ବଂଶ ବିଷ୍ଣୁର ଅଂଶେ ଜାତ ହୋଇ ସର୍ବେ ହୋଇଲେ ଏଉ ମୋହି ଭୂତେୟୁ ସୁତ ରତି ଦେବ ତହୁଁ 3 ପୁତ୍ର ସମ୍ଭବ ସୁମତି ଦ୍ରୁତ ପ୍ରତିରଥ କଣ ଅପ୍ରତିରଥ ସୁତ ତାର ତନୟ ମେଧା ତିଥି ପ୍ରସନ୍ନ ତାହାର ସନ୍ତତି କୋଣର ବଂଶେ ଜାତ ହୋଇ ସଂସାରେ ବ୍ରାହ୍ମଣ ବୋଲାଇ ରତି ଦେବର ଜ୍ୟେଷ୍ଠ ସୁତ ସୁମତି ତାର ନାମ ଖ୍ୟାତ ରେବି ଯେ ସୁମତିର ସୁତ ଦୁଷ୍ମନ୍ତ ତାର ବୀର୍ଯ୍ୟ ଜାତ ସୁନ୍ଦରେ ନାହିଁ ଅନ୍ୟ ସୀମା ଶୁଣ ହେ ତାହାର ମହିମା ଦୁଷ୍ମନ୍ତ ରାଜା ଏକ ଦିନେ ମୃଗୟା ଅର୍ଥେ ଗଲା ବନେ କଣୁଙ୍କ ଆଶ୍ରମେ ମିଳିଲା ଅଦ୍ଭୁତ କନ୍ୟା ଏ ଦେଖିଲା ନାନା ଭୂଷଣ ଛଟକନ୍ତି ଲକ୍ଷ୍ମୀଙ୍କ ପ୍ରାୟ ଦିଶେ କାନ୍ତି ତାହାକୁ ଦେଖି କାମ ବସେ ସମ୍ଭୋଗ କରିବାର ଆସେ ତା ରୂପ ଦେବ ମାୟାମୟୀ ଦେଖିଣ ମନେ ନ ରହି ଅଳପ ଜନେ ଘେନି ସଙ୍ଗ ଦୁଷ୍ମନ୍ତ ମିଳି ତାର ଆଗେ ଆନନ୍ଦେ ତାର ଦର୍ଶନେ ହୋଇଲେ ପରିଗ୍ରହ ମନେ ହାସ୍ୟ ବଦନେ ତାର ପାଶେ ମଧୁର ବାକ୍ୟ ମନ ତୋଷେ ସ୍ତ୍ରୀକୁ କହେ ରାଜା ବାଣୀ କହ ତୁ କାହାର ନନ୍ଦିନୀ ନିର୍ଜନ ବନେ କିମ୍ବା ଅଛୁ କହ କାହାକୁ ବର ଇଛୁ ତୋ ରୂପ କେବା ଅଛି ସୋମ କହ ତୋହର କିସ ନାମ ନିଶ୍ଚିନ୍ତୁ ରାଜାର ନନ୍ଦିନୀ ଜାଣିଲି ତୋର ରୂପ ଘେନି ପୁରୁ ବଂଶରେ ମୋର ଜାତ ଅଧର୍ମ ନ ବଳେ ମଚିତ ରାଜାକୁ ଶକୁନ୍ତଳା କହେ ଶୁଣିବା ହେଉ ମହାରାଏ ମୁଁ ବିଶ୍ୱାମିତ୍ରଙ୍କ ନନ୍ଦିନୀ ମେନକା ମୋହର ଜନନୀ ମୋତେ ପକାଇ ଗଲା ବନ ପକ୍ଷୀଏ ମୋହର ଜୀବନ ପାଳିଲେ ମୋତେ ସ୍ନେହ ବହି ଏବନେ ଭକ୍ଷ ଭୋଜ୍ୟ ଦେଇ ଯହୁଁ ମୁହିଁ ଯେ ଶକୁନ୍ତଳା ବଳା ତେଣୁ ମୋ ମୁହିଁ ଯେ ଶକୁନ୍ତର ବଳା ତେଣୁ ମୋ ନାମ ଶକୁନ୍ତଳା ମୋହର ଜନ୍ମ କର୍ମ ମାନ ସବୁ ଜାଣନ୍ତି ମୁନି କର୍ଣ୍ଣ ତୁ ଯେବେ ମୋହର ବିଶ୍ୱାସ ଆସ ମୋହର ପାଶେ ବସ ମୋହର ପୂଜା ଘେନି ତୁହି ନିବାର ଭକ୍ଷ ଭୋଜ୍ୟ ଦେଇ ହେମନ୍ତ ତାର ମଞ୍ଜୁ ବାଣୀ ଆନନ୍ଦ ମନେ ରାଜା ଶୁଣି ତୁ ରାଜା କୁଶିକର ବଂଶେ ତୋହର ଇଚ୍ଛା ମନ ତୋଷେ ଯେବେ ବରିଲୁ ତୁହି ମୋତେ ମୋର ସତ୍ୟ ବେଦ ମତେ ଏମନ୍ତ ସତ୍ୟତାକୁ କରି ଗନ୍ଧର୍ବ ମୋତେ କନ୍ୟା ବରି ସ୍ୱଭାବେ ପଣ୍ଡିତ ରାଜନ ଜାଣ ଏହି ସକଳ ବିଧାନ ଗାନ୍ଧର୍ବ ବିବାହ ତା ସଙ୍ଗେ ରାତ୍ରି ବଞ୍ଚିଲେ ନାନା ରଙ୍ଗେ ଅମୋଘ ବୀର୍ଯ୍ୟତା ସ୍ୱଭାବ ରହିଲା ଶକୁନ୍ତଳା ଗର୍ଭେ ପ୍ରଭାତେ ରାଜା ଗଲା ପୁର ତାପୁରେ ଜନ୍ମିଲା କୁମର ସେବନେ କର୍ଣ୍ଣ ଋଷି ଥିଲେ ବିଧାନେ ଜାତ କର୍ମ କଲେ ଯଦ୍ୟପି ଶିଶୁରାଜ ବଳା ସ୍ୱଭାବେ ତେଜ ନର୍ଗଳା ସିଂହକୁ ବାମ ଭୁଜେ ଧରି କ୍ରୀଡ଼ା କନ୍ଦୁକ ପ୍ରାୟ କରି ରଜୁ ନିବେଶୀ ତାର ଗଳେ କ୍ରୀଡ଼ା କନ୍ଦୁକ ପ୍ରାୟ ଖେଳେ ପୁତ୍ରର ଦେଖି ବାଳ ଲୀଳା ଅତ୍ୟନ୍ତ ତେଜ ନର୍ଗଳା ବିଷ୍ଣୁର ଅଂଶ ପ୍ରାୟ ମଣି ଦକ୍ଷିଣେ ଋଷିଙ୍କ ଦୁଲଣୀ
ପୁତ୍ରର ହସ୍ତେ ଧରି ବେଗେ ମିଳିଲା ନିଜ ସ୍ୱାମୀ ଆଗେ। ରାଜା ଯେ ତାର ପୁତ୍ର ଦେଖି ତତ୍କ୍ଷଣେ ବୁଝିବେନି ଆଖି। ପିତା ପୁତ୍ରକୁ ନ ଚିହ୍ନିଲା ଭାବ ନ ଜାଣି ଉପେକ୍ଷିଲା। ତତ୍କ୍ଷଣେ ଆକାଶର ବାଣୀ ସେଠାରେ ସର୍ବଲୋକ ଶୁଣି। ଆତ୍ମାର ରୂପ ପୁତ୍ର ଜାତ ଏ ନିଶ୍ଚେ ତୋର ଦାର ସୁତ। ଯେ ପୁତ୍ର ଜାତ ନିଜଠାରୁ ଉଦ୍ଧାର କର ଏ ନରକରୁ। ତୁମ୍ଭେ କରିଛ ଗର୍ଭଧାନ ଏକଥା ନୁହଁଇ ଯେ ଆନ। ଆକାଶ ବାଣୀ ଶୁଣି କର୍ଣ୍ଣେ ତତ୍କ୍ଷଣ ରାଜା ତୋଷ ମନେ। ଆଶ୍ୱାସ କରି ପୁତ୍ର ନାରୀ ଗୃହେ ସ୍ଥାପିଲା ଦଣ୍ଡଧାରୀ। ଏମନ୍ତ ଦୁଷ୍ମନ୍ତର ଅନ୍ତେ ସେ ରାଜା ହୋଇଲା ଜଗତେ। ପ୍ରତ୍ୟକ୍ଷ ସେ ବିଷ୍ଣୁର ଅଂଶ ଶରୀରେ ବିଷ୍ଣୁ ତେଜ। ଅଂଶେ ଶରୀରେ ବିଷ୍ଣୁ ତେଜ ଦିଶେ। ଚକ୍ର ଦକ୍ଷିଣ କରେ ଦିଶେ ଚରଣ କମଳ ପ୍ରକାଶେ। ତାହାକୁ ମିଳି ଋଷି ଯୁଥେ ସଞ୍ଚିଲେ ଅଭିଷେକ ମତେ। ଭରଦ୍ୱାଜଙ୍କ ଆଦେଶରେ ସେ ରାଜା ଅଶ୍ୱମେଧ କରେ। 50 ଅଶ୍ୱମେଧ କ୍ରମେ ସେ ଗଙ୍ଗା ତଟେ ସାଧେ। ଯଜ୍ଞରେ ବରି ଦ୍ୱିଜ ଗଣ ଅନେକ ଦେଲା ଧନ ଦାନ। ସେ ପୁଣି ଯମୁନାର ତୀରେ ଅଷ୍ଟସପ୍ତତି ଯଜ୍ଞ କରେ। ଅଗ୍ନିକୁ ବିଧିରେ ତୋଷିଲା ବ୍ରାହ୍ମଣେ ଧେନୁ ଦାନ ଦେଲା। ଏମନ୍ତ ନୃପ ଏକାବେଳେ 33 ଯଜ୍ଞ କଲେ। 13,084 ଧେନୁ ଉତ୍ସର୍ଗୀ ବିପ୍ରେ ତୋଷି। ସହସ୍ର ସହସ୍ର ବ୍ରାହ୍ମଣ ଯଜ୍ଞେ ପାଇଲେ ଗୁରୁଦାନ। 14 ନିୟୁତ ଯେ ହସ୍ତୀ ଯେ ଯଜ୍ଞେ ଦେଲା ନୃପତି। 33 ଶତ ଅଶ୍ୱ ଦେଲା ପୁଣି ସେ ଦୁଷ୍ମନ୍ତର ବଳା। ଅନେକ ଦାନ ଯଜ୍ଞ ମତେ ଧେନୁ କାଞ୍ଚନ ବସ୍ତ୍ର ଜୁତେ। ଭରତ କର୍ମ କଲା ଯେତେ ନୋହିଲା ଭୂତ ଭବିଷ୍ୟତେ। ଉତ୍ତର ରାଜ୍ୟ ରାଜା କାଳେ ପୃଥିବୀ ସ୍ୱର୍ଗ ଏକ ତୁଲେ। ସେ ପୁଣି ଦିଗେ ବିଜେ କଲା ଅନେକ ଶତ୍ରୁକୁ ନାସିଲା। କିରାତ ହୃଣ ଯେ ଯବନ ପଣ୍ଡୁ କଳଙ୍କ ରାଜଗଣ। ଶକ ଗଦା ଖଗାଦି ମ୍ଲେଚ୍ଛ ଯେତେ ସବୁ ଛେଦିଲା ଏ ଜଗତେ। ପୂର୍ବେ ଯେ ଦାନବ ସକଳ ଦେବଗଣକୁ ଜିଣି ବଳେ। ଦେବାଙ୍ଗନାଙ୍କୁ ହରି ନେଇ ପାତାଳେ ଲୁଚିଥିଲେ ଯାଇ। ଭରତ ସେମାନଙ୍କୁ ମାରି ଦେବସ୍ତ୍ରୀଙ୍କୁ ଉଦ୍ଧାରି। ପ୍ରଜାଙ୍କ ଅଭିଳାଷ ମାନ ସମସ୍ତ କଲା ସମ୍ପାଦନ। 27 ଯେ ସହସ୍ର ବତ୍ସର ପାଳିଲା ସେ ଦେଶ। ଲୋକପାଳଙ୍କ ତୁଲ୍ୟ ଶିରୀ ସ୍ୱର୍ଗ ଦିଗରେ ତାର ପୁରୀ। ଏମନ୍ତ କେତେ କାଳ ଅନ୍ତେ ବୈରାଗ୍ୟ ଜନ୍ମିଲା ତା ଚିତ୍ତେ। ସୈନ୍ୟ ସମ୍ପତ୍ତି ଆତ୍ମା ପ୍ରାଣ ସମସ୍ତ କଲା ମିଥ୍ୟା ଜ୍ଞାନ। ବିଷୟ ତୃଷା କଲା ତ୍ୟାଗ ସକଳ ବିଷୟେ ବୈରାଗ। ଏବେ ହୋ ଶୁଣ ନରନାଥ ଭରତ ରାଜାର ଚରିତ। ତାହାଙ୍କ ପତ୍ନୀ 3 ଜଣ ରୂପ ଲାବଣ୍ୟ ଗୁଣଧାମ। ସେ ନାରୀ ମଧ୍ୟ ଏକ ଏକ ପ୍ରସବ କଲେ କଲାକ ସନ୍ତାନ। ପୁତ୍ରକୁ ଦେଖି ନରମଣି ପତ୍ନୀ କହେ କଟୁବାଣୀ। ମୋହର ଅନୁରୂପ ସୁତ ଏ ନୁହେଁ କହୁଛି ମୁଁ ସତ୍ୟ। ଅନ୍ୟ ଯେ 2 ରାଣୀ ଥିଲେ କାଳେ ସେ ପୁତ୍ର ପ୍ରବେଶିଲେ। ପୁତ୍ରକୁ ଦେଖି ଦଣ୍ଡଧାରୀ କଟୁ କହିଲା ପୂର୍ବପରି। ବ୍ୟଭିଚାରିଣୀ ଭୟେ ନାରୀ ବାଳପୁତ୍ରକୁ ବଧ କରି। ଦେଖି ସେ ରାଜା ବଂଶ ହତ ଅତ୍ୟନ୍ତ ହୋଇଲା ଦୁଃଖିତ। ମୋହର ଅନୁରୂପ ପୁତ୍ର କେଉଁ ଉପାୟେ ହେବ ଜାତ। ଏମନ୍ତ ମନେ ବିଚାରିଲା ମାରୁତ ଯୋଗ ଯାଗ କଲା। ମରୁତ ଗଣ ତୁଷ୍ଟ ହେଲେ ରାଜାଙ୍କୁ ପୁତ୍ର ଦାନ ଦେଲେ। ସେ ପୁତ୍ର ନାମ ଭରଦ୍ୱାଜ ପୂର୍ବେ ଯେ ଉତ୍ତଥ କ୍ଷେତ୍ରଜ। ଏବେ ହୋ ଶୁଣ ନରନାଥ ସେ ଭରଦ୍ୱାଜର ଚରିତ। ବୃହସ୍ପତି ଯେ ଭାତୃପତ୍ନୀ ସ୍ୱଭାବ ଥିଲେ ଅନ୍ତର୍ବର୍ତ୍ତୀ। ସେ ବୃହସ୍ପତି କାମ ବଳେ ତା ସଙ୍ଗେ ମିଥୁନ ଇଚ୍ଛିଲେ ମିଥୁନ ହୁଅନ୍ତେ ପ୍ରବୃତ୍ତ ଅଜ୍ଞାନେ କାମ ହୋଇ ମତ୍ତ। ଗର୍ଭେ ଯେ ଶିଶୁ ତାର ଥିଲା ତେଣୁ ତାହାକୁ ନିଷାଦିଲା। ତେଣୁ ସେ ଲଜ୍ଜିତ ହୋଇଲେ ଗର୍ଭଶିଶୁକୁ ଶାପ ଦେଲେ। ମୋ ବୀର୍ଯ୍ୟ ଯେଣୁ କଲୁ ରୋଧ ତେଣୁ ତୁ ଜନ୍ମ ଅନ୍ଧ। ଶିଶୁର ବାଦ ରୋଧରେ ତ ଗର୍ଭକୁ ନ ପାଇଲା ପଥ। ଯୋନିରୁ ବହିର୍ଗତ ହେଲା ପୁଣି ସେ ଭୂମିରେ ପଡ଼ିଲା। ତତ୍କ୍ଷଣେ ହେଲା ପୁତ୍ର ଜାତ ତା ଦେଖି ତା ମାତା ଚକିତ। ପୂର୍ବେ ଯେ ଦାଦନ ସକଳ ଦେବଗଣକୁ ଜିଣି ବଳେ। ଭରତ କର୍ମ ଶୁଣି ପ୍ରାଣୀ ତରିବେ ଭବତରଙ୍ଗିଣୀ। କହିଲେ ବିପ୍ର ଜଗନ୍ନାଥ ନବମ ବଂଶାନୁଚରିତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ନବମ ସ୍କନ୍ଧେ ଶକୁନ୍ତଳା ପ୍ରସ୍ତାବେ ନାମ 20ୋऽଧ୍ୟାୟଃ।